କଣ ନା ମୁଁ ହଉଛି ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମହାନ୍ତ ଫରେଷ୍ଟର ଅଛି କ୍ରିଏଟାଙ୍ଗରେ। ସାର୍ ଆଜି ପକ୍ଷୀ ଗଣନା ଚାଲିଛି ପାଟନା ରେଞ୍ଜ ପକ୍ଷରୁ ବିଭିନ୍ନ ସ୍ଥାନରେ ଗଣନା ଚାଲିଛି କୋଉ ସ୍ଥଳ ଚାଲିଛି ଏବଂ କେତେ ଜଣ ନିୟୋଜିତ ଅଛନ୍ତି କେତେ କଣ ପକ୍ଷୀ ଆସିଛନ୍ତି ଏହା କଣ ପକ୍ଷୀଙ୍କ ସୁରକ୍ଷା ପାଇଁ କଣ ପଦକ୍ଷେପ ନେଉଛି ବନ ବିଭାଗ? ଆଜ୍ଞା ଆଜି 2026 ପାଇଁ ପକ୍ଷୀ ଗଣନା ହଉଛି। ଆମ ଟିମରେ ଆମେ 3 ଜଣ ଷ୍ଟାଫ୍ ଅଛୁ ଏବଂ ଦି ଜଣ ସ୍କ୍ୱାଡ୍ ଭାଇ ଅଛନ୍ତି। ଆଉ ଆମେ ଆଜି ବୈତରଣୀ ନଦୀ କୂଳରେ ପକ୍ଷୀ ଗଣନା କରୁଛୁ। ଆଉ ଏଠାରେ ଆମେ ପାଣି ସରାଳି ହଂସ ଆଉ ପାଣି କୁଆ ଏମିତି ପାଖାପାଖି 450 ରୁ 500 ପକ୍ଷୀ ଆମେ ଅଲରେଡି ଦେଖି ସାରିଲୁଣି। ପୁଣି ଆଗକୁ 10ଟା ପର୍ଯ୍ୟନ୍ତ ଦେଖିବୁ। ଆଉ ଆମେ ପକ୍ଷୀଙ୍କର ସୁରକ୍ଷା ପାଇଁ ପେଟ୍ରୋଲିଂ କରୁଛୁ କେହି ଯେମିତି ଶିକାର ନ କରନ୍ତି। ଆଉ ନିୟମିତ ପେଟ୍ରୋଲିଂ କରୁଛୁ ଆମର ସ୍ପାଏ ରଖିଛୁ କୌଣସି ଖବର ପାଇଲେ ଆମେ ତୁରନ୍ତ ସେ ଜାଗାରେ ପହଞ୍ଚିକି ତାଙ୍କୁ ସୁରକ୍ଷା ଦଉଛୁ। ସାର୍ ପାଟନା ରେଞ୍ଜକୁ ପକ୍ଷୀଙ୍କ ଆଗମନ କେମିତି କଣ ଦେଖୁଛନ୍ତି କେତେ? ପାଟନା ରେଞ୍ଜରେ ଆମେ ବର୍ଷକୁ ବର୍ଷ ନୂଆ ନୂଆ ପ୍ରଜାତିର ପକ୍ଷୀ ଦେଖୁଛୁ। ଆଉ ପକ୍ଷୀ ଆସିଲେ ଆମକୁ ଖୁସି ଲାଗୁଛି ଆମକୁ ଗୋଟେ ଭଲ ସଂକେତ ଦଉଛି ନୂଆ ନୂଆ ପକ୍ଷୀଙ୍କର ଏହାର ପରିବେଶ ସନ୍ତୁଳନ ହଉଛି ତେଣୁକରି ନୂଆ ନୂଆ ପକ୍ଷୀଙ୍କର ଆଗମନ ହଉଛି। ସାର୍ ଗତ ବର୍ଷ ଏ ବର୍ଷ ଅଧିକ ହଁ ଆସିଛନ୍ତି। ଆଜ୍ଞା ଗତ ବର୍ଷ ଅପେକ୍ଷା ଏ ବର୍ଷ ନୂଆ ପ୍ରଜାତିର ଅଧିକ ସଂଖ୍ୟା ମଧ୍ୟ ପକ୍ଷୀ ଆମେ ଦେଖିବାକୁ ପାଉଛୁ। ଆହୁରି ମଧ୍ୟ ଆମେ ଆଗକୁ ଦେଖିବୁ ଏବେ ଆମର ଗଣନା